ସମସ୍ତଙ୍କୁ ମୋର ଆନ୍ତରିକ ଭାବରେ ପ୍ରେଜ୍ ଦ ଲର୍ଡ। ମୋର ଆଶା ସମସ୍ତେ ଖୁସିରେ ଆଉ ଆନନ୍ଦରେ ଥିବେ। ଆଉ ଏକ ନୂତନ ଭିଡ଼ିଓରେ ଆପଣମାନଙ୍କୁ ମୁଁ ସ୍ୱାଗତ ଜଣାଏ। ପୁଣି ଥରେ ପ୍ରଭୁଙ୍କର ବାକ୍ୟ ଆମେମାନେ ଶୁଣିବା, ଶିଖିବା ଆଉ ଜାଣିବା। ଏଇ ବାକ୍ୟ ଯେଉଁମାନେ କି ସ୍କୁଲ ଯାଉଛନ୍ତି, ଯେଉଁମାନେ କି କଲେଜ ଯାଉଛନ୍ତି ସେମାନଙ୍କ ନିମନ୍ତେ ଏଇ ବାକ୍ୟ, ଆଉ ଯେଉଁମାନେ କି ପାଠ ପଢ଼ୁଛନ୍ତି ସେମାନଙ୍କ ନିମନ୍ତେ ଏଇ ବାକ୍ୟ ଆପଣମାନଙ୍କୁ ଦେବା ପାଇଁ ଚାହେଁ। ଯଦି ଆପଣମାନେ ଶୁଣିପାରୁଥିବେ ତ ଯେକୌଣସି ଲୋକ ମଧ୍ୟ ଶୁଣନ୍ତୁ ପ୍ରଭୁଙ୍କର ବାକ୍ୟ, କାରଣ ଗୋଟେ ଜ୍ଞାନର ବିଷୟ ଅଟେ। ତ ପ୍ରିୟ ଲୋକମାନେ, ମୋର ଭାଇ ଭଉଣୀମାନେ ସମସ୍ତେ କଲେଜ ଯାଉଥିବେ ଆଉ ପାଠ ପଢ଼ିବା ପାଇଁ ଯାଉଥିବେ। ଆପଣମାନେ ଜାଗତିକ ବିଷୟ, ଅନେକ ପ୍ରକାର ବିଷୟ ଆପଣମାନେ ଶିଖି ଯାଇଥାନ୍ତି ବା ଶିଖୁଛନ୍ତି ମଧ୍ୟ। ଆମେମାନେ ଜାଣୁ, କାରଣ କରନ୍ତୀୟରେ ଲେଖା ଅଛି ଏଇ ଯେଉଁ ବିଷୟ ଅଛି, ଏଇ ଯେଉଁ ପ୍ରଭୁଙ୍କର ଯେଉଁ ବିଷୟ ଅଛି ତାହା ଏଇ ଜାଗତିକ ବିଷୟ ଦ୍ୱାରା ଆମେମାନେ ଜାଣିପାରିବା ନାହିଁ କେବେ ମଧ୍ୟ। ଦେଖନ୍ତୁ, ଆପଣମାନେ ଯେତେ ମଧ୍ୟ ପାଠ ପଢ଼ନ୍ତୁ ବା ଯେତେ ମଧ୍ୟ ଯାହା ମଧ୍ୟ କରନ୍ତୁ, ଯେତେବେଳେ ପ୍ରଭୁଙ୍କ ପାଖକୁ ଯିବେ ଆପଣଙ୍କର ଯେଉଁ ମୁଖ ନା ଯେତିକି ଆବଶ୍ୟକ ଅଟେ ସେଟା ବାହାରିବ ନାହିଁ। କାରଣ ଆପଣମାନେ ଜାଗତିକ ଭାବରେ ପାଠ ପଢ଼ୁଛନ୍ତି, ଶିକ୍ଷା ଗ୍ରହଣ କରୁଛନ୍ତି। ବଟ୍ ପ୍ରଭୁଙ୍କର ଶିକ୍ଷା ଯେତେବେଳେ ଆପଣ ଗ୍ରହଣ କରିବେ ସେଇ ସମୟରେ ଆପଣମାନେ ଦୁଇ ପ୍ରକାର ହେବେ। ଓକେ, ଦେଖନ୍ତୁ, ପ୍ରଥମ କରନ୍ତୀୟ ତାର 3:19 ଏହିପରି ଭାବରେ ଲେଖା ଅଛି। ଆପଣମାନଙ୍କୁ କହିବା ପାଇଁ ଚାହେଁ, କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା। ଦେଖନ୍ତୁ, ଏଇ ବିଷୟ ଆପଣମାନେ ଜାଣିବା ଦରକାର। ପ୍ରଭୁଙ୍କୁ ପାଇବା ପାଇଁ ହେଲେ, ପ୍ରଭୁଙ୍କୁ ଜାଣିବା ପାଇଁ ହେଲେ, ପ୍ରଭୁଙ୍କ ବିଷୟ ଶିଖିବା ପାଇଁ ହେଲେ ବୋଲି କହିଲେ ଜାଗତିକ ବିଷୟ ନେଇକି ଆପଣମାନେ କେବେ ମଧ୍ୟ ଶିଖିପାରିବେ ନାହିଁ। କାରଣ ବାକ୍ୟ ହିଁ ଆମମାନଙ୍କୁ କହେ ଯେ ଏଇ ଯେଉଁ ଜାଗତିକ ବିଷୟ ଆପଣମାନେ ଶିଖୁଛନ୍ତି, ଜାଗତିକ ଜ୍ଞାନ ଆପଣମାନେ ଜାଣୁଛନ୍ତି, ତା ପ୍ରଭୁଙ୍କ ନିକଟରେ କ'ଣ ଅଟେ ବୋଲି କହିଲେ ମୂର୍ଖତା ଅଟେ, ଆଉ କିଛି ମଧ୍ୟ ନାହିଁ। ଆପଣଙ୍କ ଯୁକ୍ତି ତର୍କ କରିବା ପାଇଁ, ଆପଣମାନଙ୍କ ଏଇ ଯେଉଁ ସମାଲୋଚନା କରିବା ପାଇଁ, ଜଗତରେ ବଞ୍ଚିବା ପାଇଁ ହେଲେ ବୋଲି କହିଲେ ଏଇ ଜାଗତିକ ଜ୍ଞାନ ଦରକାର। ବଟ୍ ଆମମାନଙ୍କୁ ଯେଉଁ ସ୍ୱର୍ଗୀୟ ଜ୍ଞାନ ଦରକାର, ଯେଉଁ ପ୍ରଭୁଙ୍କଠାରେ ଆମେମାନେ ଅନନ୍ତ ଜୀବନ ରହିପାରିବା, ସେଥିପାଇଁ ଆମମାନଙ୍କ ଜ୍ଞାନ ଦରକାର। ଆଉ ଯେଉଁମାନେ ସେ ଜ୍ଞାନ ପାଇବେ ନା ଏଇ ଜଗତରେ ଆଉ ସେଇ ଜାଗାରେ ଆପଣଙ୍କର ସ୍ଥାନ ନିଜରେ ନଥିବ, ପୁରା ଉଚ୍ଚରେ ଥିବେ। ଆପଣମାନେ ସେପରି ଜ୍ଞାନ ଯଦି ଆପଣମାନେ ପାଇଲେ ବା ଜଗତରେ ହଉ ବା ଯେକୌଣସି ଜାଗାରେ ମଧ୍ୟ ଆପଣମାନଙ୍କର ସ୍ଥାନ କରୁଥିବ, ଉପରେ ଥିବ। ଆପଣମାନେ ଜାଗତିକ ଜ୍ଞାନ ସଂଗ୍ରହ କରୁଥିବେ, ମାତ୍ର କିଛି ନୁହେଁ, ଉପରକୁ ଯାଇପାରୁନଥିବେ, ମାନେ ମଝିରେ ନା ସେଟା ତଳକୁ ପଳେଇ ଯାଉଥିବେ। ଦେଖନ୍ତୁ, ଆପଣଙ୍କର ଗୋଟିଏ ବାକ୍ୟ ଆପଣମାନେ କହି ଆପଣମାନଙ୍କୁ ମୁଁ ଉତ୍ସାହ ଦେବା ପାଇଁ ଚାହେଁ। କାରଣ ଯେତେବେଳେ ଫାରୋ ଯିଏକି ରାଜା ଥିଲେ, ଯେତେବେଳେ ଯୋସେଫଙ୍କୁ ବନ୍ଦୀ କରିଦେଲେ, କ'ଣ ପାଇଁ ବନ୍ଦୀ କରିଥିଲେ ଆପଣମାନେ ଜାଣିପାରୁଥିବେ ବା ପଢ଼ିବି ଥିବେ, ଜାଣିପାରୁଥିବେ। ଯଦି ଆପଣମାନେ ପାଠ ପଢ଼ିଛନ୍ତି ନିଶ୍ଚିତ ଭାବରେ ବାଇବଲ ପଢ଼ିଥିବେ, ମୋର ଆଶା। କାରଣ ଯେତେବେଳେ ସେଇ ଫାରୋଙ୍କର ସେଇ ରାଜା ଯେତେବେଳେ ତାଙ୍କର ସ୍ତ୍ରୀ ଯେତେବେଳେ ଯୋସେଫଙ୍କ ସହିତ ବ୍ୟଭିଚାର କରିବା ପାଇଁ ଯେତେବେଳେ ଜବରଦସ୍ତ କରୁଥିଲେ, ପୁଣି ଯେତେବେଳେ ଯୋସେଫ ମନା କଲେ, ତାଙ୍କୁ କ'ଣ କରିଦେଲେ, ସେଇ ପରିସ୍ଥିତିରେ ତାଙ୍କୁ କ'ଣ କରିଦେଲେ, ପକେଇ ଦେଇକି ସେ ବଳାତ୍କାର କରୁଥିଲେ ବୋଲି ଏପରି ଗୋଟେ ଆରୋପ ଦେଇକରି ତାଙ୍କୁ କ'ଣ କରିଦେଲେ, ବନ୍ଦୀ କରି ରଖିଦେଲେ। ଆଉ ସେଇ ବନ୍ଦୀଶାଳାରେ ମଧ୍ୟ ଦୁଇ ଲୋକର ଗୋଟେ ସ୍ୱପ୍ନ ବାହାରେ ଦେଖିଥିଲେ, ଯେଉଁଟା ତାହା ମଧ୍ୟ କ'ଣ କରୁଥିଲେ, ଯାହା ସ୍ୱପ୍ନ ଦେଖିଥିଲେ ଯୋସେଫ ତାହା ଉତ୍ତମ ଭାବରେ ପ୍ରକାଶ କରିଥିଲେ। ଯେତେବେଳେ ସେମାନଙ୍କ ଦ୍ୱାରା ଯେଉଁ ଅର୍ଥ ପ୍ରକାଶ କରିଥିଲେ, ଜଣେ କ'ଣ ହେଲା, ମୃତ୍ୟୁ ହେଲା, ଆଉ ଜଣେ ଯାହା ସେ ହରାଇଥିଲା ଯେଉଁ ପଦବୀ ସେ କ'ଣ କଲା, ତାହା ସେ ଗ୍ରହଣ କଲା। ସେହିପରି ଭାବରେ ଯେତେବେଳେ ରାଜା ଗୋଟେ ସ୍ୱପ୍ନ ଦେଖିଲେ, ନେଇକି ଆପଣମାନେ ପଢ଼ନ୍ତୁ, ସବୁ ତ କହିଲେ ଭିଡ଼ିଓଟା ଲମ୍ବା ହେଇଯିବ। ବଟ୍ ଯେତେବେଳେ ସ୍ୱପ୍ନଟା ଦେଖିଲେ 41 ପଦରେ ଉତ୍ତମ ଭାବରେ ଲେଖା ହେଉଛି, ଆପଣମାନେ ଯାଇକି ପଢ଼ିଲେ ଜାଣିପାରିବେ। ଆଦି ପୁସ୍ତକ ତାର 41ରେ ଯେତେବେଳେ ସ୍ୱପ୍ନ ଦେଖିଲେ, ସେତେବେଳେ ଯେଉଁ ଏ ଦେଶର ସମସ୍ତ ପଣ୍ଡିତମାନଙ୍କୁ କ'ଣ କଲେ, ଡକାଇଲେ। କି ପାଇଁ ଡକାଇଲେ? ତାଙ୍କର ଅର୍ଥର ଯେଉଁ ସ୍ୱପ୍ନ ଦେଖିଥିଲେ ତାର ଅର୍ଥ ପ୍ରକାଶ କରିବା ପାଇଁ। ସେ ଜଗତରେ ଯେତିକି ସେଇ ଯେଉଁ ରାଜ୍ୟରେ ଥିଲେ ସମସ୍ତ ପଣ୍ଡିତଜ୍ଞ ଯଜ୍ଞ ଯେତିକି ମାନେ ଜ୍ଞାନୀମାନେ ଅଛନ୍ତି, ସମସ୍ତ ଉପରେ ଡକାଇଲେ। କ'ଣ ନାଇଁ, ମୁଁ ଏପରି ସ୍ୱପ୍ନ ଦେଖିଅଛି, ତାର ଅର୍ଥ କ'ଣ କରନ୍ତୁ, ପ୍ରକାଶ କରନ୍ତୁ। ଏପରି ଯେତେବେଳେ କହିଲେ, ସେମାନେ ଅର୍ଥଜ୍ଞମାନେ, ଶାସ୍ତ୍ରଜ୍ଞମାନେ ସମସ୍ତେ କ'ଣ କହିଲେ, ତାଙ୍କର ଅସ୍ତ୍ରଶସ୍ତ୍ର ସବୁ ଖୋଜିବା ପାଇଁ ବାହାର କଲେ। ସମସ୍ତେ ପଢ଼ିଲେ, ବାହାର କଲେ, ଏଇଟା କିଛି ଲେଖାଯାଏ ନାହିଁ, ଏପରି ବିଷୟଟା ଆମେ ବୁଝିପାରୁନାହିଁ। ଦେଖନ୍ତୁ, ମାନେ ଏଇ ସେଇ ରାଜ୍ୟରେ ପୁରା ଏତେ ଲୋକ ଥିଲେ, ଜ୍ଞାନୀ ଲାଗୁଥିଲେ।
ପୁରା ପୁରା ଏଥିରେ ପୁରା ଏପଟେ ପ୍ରକାର ଗୋଟେ ଜ୍ଞାନୀ ଲୋକମାନେ ଥିଲେ କି ତାଙ୍କୁ ଛଡ଼ା କିଏ ନଥିବେ। ସେ ପ୍ରକାର ଲୋକମାନଙ୍କୁ ସେ ପୁରା ସେ ଅର୍ଥ ପ୍ରକାଶ କରିପାରୁନାହାନ୍ତି। ସେ ସ୍ୱପ୍ନର ଅର୍ଥ କ'ଣ କରିପାରୁନାହାନ୍ତି, ସ୍ୱପ୍ନର ଅର୍ଥ ପ୍ରକାଶ କରିପାରୁନାହାନ୍ତି। ଯେତେବେଳେ ସେଇ ଗୋଟିଏ ରାଜାର ଗୋଟେ ପାରଦାରେ ଯେଉଁଟା ଖାଦ୍ୟ ଦେବ ଏସବୁ ବିଷୟ ଦେବାର ଯେଉଁ ଗୋଟେ ଲୋକ ଥିଲେ, ସେ ଲୋକ ମନେ ପକାଇଲା ଯେ କ'ଣ ବୋଲିକି ମୁଁ ଯେତେବେଳେ ସେଇ ଜାଗାରେ ଥିଲି, ସେଇଟା ଯେ ବନ୍ଦୀ ହେଇଥିଲି, ସେଠାରେ ଗୋଟେ ଜଣେ ଥିଲା, ଜଣେ ପିଲା ଥିଲା, ଜଣେ ଲୋକ ଥିଲା ଯିଏକି ମୁଁ ସ୍ୱପ୍ନ ଯେଉଁଟା ଦେଖିଥିଲି ସେ କ'ଣ କରୁଥିଲା, ଅର୍ଥ ପ୍ରକାଶ କରୁଥିଲା ଗୋଟେ ସଠିକ୍ ଭାବରେ। ଯେତେବେଳେ ସେଇଟା ଥାଇକି ମୋତେ ଯେତେବେଳେ ସେ କହିଥିଲା ରାଜାଙ୍କ ପାଖକୁ ଗଲେ ମୋର ଟିକେ ନାମ ଟିକେ ମୋତେ ଟିକେ କ'ଣ କରିବ ସ୍ମରଣ କରିବ ବୋଲି, କିନ୍ତୁ ଯେତେବେଳେ ସେ ସ୍ଥାନ ପାଇଲା ସେତେବେଳେ କ'ଣ କରିଥିଲା, ଯଶୋବଙ୍କୁ ଭୁଲି ଯାଇଥିଲା। ଯେତେବେଳେ ଏଇସବୁ ବିଷୟ ହେଲା, ଏ ଯେଉଁ ଅସ୍ତ୍ରଶାସ୍ତ୍ରଜ୍ଞ ମାନେ ଯେତେ ମଧ୍ୟ ଅଛନ୍ତି ସେମାନେ ସ୍ୱପ୍ନର ଅର୍ଥ ଯେତେବେଳେ ପ୍ରକାଶ କରିପାରୁନାହାନ୍ତି, ସେତେବେଳେ ସେ ଲୋକର କ'ଣ ହେଲା ମନେ ପଡ଼ିଲା ଯେ ସେ ଲୋକ ଜଣେ ବ୍ୟକ୍ତି ଜଣେ ଅଛି ଯାହାକି ସିଏ କ'ଣ କରିବ ଅର୍ଥ ପୁରା ସମ୍ପୂର୍ଣ୍ଣ ଭାବରେ ପ୍ରକାଶ କରିପାରିବ। ଯେତେବେଳେ ରାଜାଙ୍କୁ ଏ ପ୍ରକାର ବିଷୟ କହିଲେ, ପ୍ରଭୁ ଜଣେ ଲୋକ ଅଛନ୍ତି ଯିଏକି ପୁରା ସମସ୍ତ ସ୍ୱପ୍ନର ଅର୍ଥ ପୁରା ସମ୍ପୂର୍ଣ୍ଣ ଭାବରେ କହିପାରିବ, କାରଣ ଆମମାନଙ୍କ ମଧ୍ୟରେ ଗୋଟେ ସ୍ୱପ୍ନ ଯଦି ଆସିଥିଲା ତାହାକୁ ଆମେ ଜଣାଇଲୁ, ସେ ଉତ୍ତମ ଭାବରେ ଆମ କ'ଣ କଲା ପ୍ରକାଶ କଲା, ପୁଣି ତହିଁରେ ସେଇ ପ୍ରକାର ହେଲା। କିନ୍ତୁ ରାଜା କ'ଣ କଲେ, ସେଇ ବ୍ୟକ୍ତିକୁ କ'ଣ କର ଆଣ ବଟ୍ କେମିତି କରି ଆଣ ବୋଲି ଲେଖା ଅଛି, ଆପଣମାନେ ପଢ଼ି ଜାଣିପାରିବେ। 41 ପଦରୁ ତାର 14 ପଦରେ ଲେଖା ଅଛି, ସେତେବେଳେ ଫାରୋ ଯୋସେଫଙ୍କୁ ଡକାଇ ପଠାନ୍ତେ ଲୋକମାନେ କାରାଗାରରୁ ତାଙ୍କୁ ଶୀଘ୍ର ଆଣିଲେ। ସେ ଘୋର କର୍ମ କରି ଓ ଉତ୍ତମ ବସ୍ତ୍ର ପିନ୍ଧି ଫାରୋଙ୍କ ସମ୍ମୁଖରେ ଉପସ୍ଥିତ ହେଲେ। ଆମେନ୍, ଥ୍ୟାଙ୍କ ୟୁ ଜିସସ୍ ଲର୍ଡ। ଏହା ଲେଖା ଅଛି ପୁରା ତାଙ୍କୁ ଡକାଇବା ପାଇଁ, ତାଙ୍କୁ ଆଣିବା ପାଇଁ ଉତ୍ତମ ବସ୍ତ୍ର ପୁରା ସଜବାଜ କରି ଉତ୍ତମ ଭାବରେ କ'ଣ କଲେ, ଯେମିତିକି ଜ୍ଞାନୀମାନେ ଯେମିତି ବସ୍ତ୍ର ପିନ୍ଧନ୍ତି ତାଙ୍କ ପରି ମଧ୍ୟ ସେ କ'ଣ କଲା ପିନ୍ଧି କରି ଆସିଲା। ପ୍ରିୟ ଲୋକମାନେ, ଯେତେବେଳେ ପ୍ରଭୁଙ୍କର ଜ୍ଞାନ ଯେତେବେଳେ ସଂଗ୍ରହ କରିବେ, ଆପଣମାନେ ନିଶ୍ଚିତ ଭାବରେ ଉଚ୍ଚ ସ୍ଥାନରେ ଆପଣମାନଙ୍କୁ ଡକାଯିବେ। ଆପଣମାନେ ଏଇ ଯେଉଁ ଛୋଟ ଜାଗାରେ ଅଛନ୍ତି, ଭାବନ୍ତୁ ଯେତେବେଳେ ପ୍ରଭୁଙ୍କର ଜ୍ଞାନ ଟିକେ ସଂଗ୍ରହ କରିବେ ତାହେଲେ କେମିତି। ଯଦି ଆପଣମାନେ ଗୋଟେ ବିଷୟ କହିକି ମୁଁ ଆପଣମାନଙ୍କୁ ଉତ୍ସାହ ଦେବା ପାଇଁ ଯେତେବେଳେ ଗୋଟେ ବାକ୍ୟ ମୁଁ ଦେଖୁଥିଲି, ସେତେବେଳେ ଗୋଟେ ପାଷ୍ଟର କହିଲେ କ'ଣ ବୋଲିକି, ଗୋଟେ ଝିଅ ପିଲା ଥିଲା ଯିଏକି ପୁରା ନିରାଶାରେ ପୁରା ଦୁଃଖରେ ଗୋଟେ ଜାଗାରେ ବସିଥିଲେ, ପୁଣି ସେଇ ବାଟ ଦେଇକରି ଗୋଟିଏ ପ୍ରଭୁଙ୍କର ସେବା କରିଥିବା ଲୋକମାନେ କ'ଣ କରୁଥିଲେ, ପ୍ରଭୁଙ୍କର ଜୟ ଜୟ କରି ଯାଉଥିଲେ। ସମସ୍ତେ ଖୁସିରେ ଥିଲେ, ଆନନ୍ଦରେ ଥିବେ, ଆଉ ଗୀତ ଗାନ କରି ପ୍ରଭୁଙ୍କର ଜୟ ଜୟ କରି ଯାଉଥିଲେ। ଯେତେବେଳେ ସେଇ ଝିଅଟା ଦେଖିଲା ବା ସେଇ ଝିଅଟା ଦେଖିକି କ'ଣ କଲା, ଯେତେବେଳେ ଜଣେ ଦିଦିଙ୍କ ପାଖକୁ ଯାଇକି ପଚାରିଲେ, ତମେ କ'ଣ ପାଇଁ ଏତେ ଖୁସିରେ ଅଛ, ଆଜି କ'ଣ ଦେବେ? କହିଲେ ଆଜି ହେଉଛି ସଣ୍ଡେ, ଆମେ ପ୍ରାର୍ଥନା ଯାଉଛୁ, ପ୍ରଭୁଙ୍କ ପାଇଁ ଆମେ କ'ଣ ଅଛୁ ଖୁସି ଅଛୁ ଆଉ ପ୍ରଭୁଙ୍କର ଜୟ ଜୟ କରୁଛୁ। ସେଥିରେ ସେ କ'ଣ କଲା, ସିଏ ମଧ୍ୟ ସେଇ ଜାଗାରେ କ'ଣ ହେଲା ସାମିଲ ହେଇଗଲା। ପୁଣି ଚର୍ଚ୍ଚ ଗଲେ, ପୁଣି ସେଠାରେ ଗୋଟେ ଶାନ୍ତି ଗୋଟେ ସେ କ'ଣ ହେଲା ପାଏ। ଯେତେବେଳେ ଏ ପ୍ରକାର ଶାନ୍ତି ସେ ଅନୁଭବ କଲା, ପୁଣି ପ୍ରତ୍ୟେକ ରବିବାର ସେ କ'ଣ କଲା 3 ସପ୍ତାହ 4 ସପ୍ତାହ ଯେତେବେଳେ କଲା, ସେଇ ବାଟରେ ରହୁଥିବା ତାଙ୍କର ଲୋକମାନେ କ'ଣ, ତାଙ୍କେ ବାପାମାନେ ପ୍ରଭୁଙ୍କୁ ଜାଣୁନଥିଲେ, କିନ୍ତୁ ସେଇ ଯେଉଁ ଜାଗାରେ ରହୁଥିଲେ ସେଟା ଗୋଟେ ଜଣେ ଲୋକ ଦେଖିଥିଲେ, ପୁଣି ନିଜର ଘରକୁ ଯାଇକି କ'ଣ କରିଥିଲେ ଜଣିଲେ, ଆପଣଙ୍କର ଝିଅ କ'ଣ କରୁଛନ୍ତି ଚର୍ଚ୍ଚକୁ ଯାଉଛନ୍ତି, ତାଙ୍କୁ ମନା କରନ୍ତୁ, ନହେଲେ ଆପଣମାନେ ଏଇ ଜାଗା ଛାଡ଼ିକରି ଚାଲିଯାଆନ୍ତୁ। ଯେତେବେଳେ ଏସବୁ ବିଷୟ କହିଲା, ପୁଣି ସେ ଝିଅ କ'ଣ କରୁଥିଲା, ସେଇ ରବିବାର ଦିନ ନିଜର ଘର ଯିବା ବୋଲି କ'ଣ ରବିବାର ଯେଉଁ ଚର୍ଚ୍ଚରୁ ଫେରିଲେ ଘରକୁ, ତାପରେ କହିଲେ ନିଜର ପିତାମା ନିଜର ଭାଇ ମଧ୍ୟ କହିଲେ କ'ଣ ବୋଲି, ଏଇ ଘର ଛାଡ଼ିକି ଚାଲେ, ଏ ଯେଉଁ ପ୍ରଭୁଙ୍କୁ ତୁ ଯେଉଁଟା ରବିବାର ଦିନ ଯାଉଛୁ ଆମକୁ ନ କହିକି ଯାଉଛୁ, ତୁ ସେଟା କ'ଣ କରିଦେ ଆଜିଠାରୁ ବନ୍ଦ କରିଦେ, ଆଉ ଯିବାର କିଛି ଦରକାର ନାହିଁ। ସେ ଝିଅ କ'ଣ କହିଲେ କି, ଆପଣ ଯାହା ମଧ୍ୟ କୁହନ୍ତୁ, ଯେତିକି ଯାହା ମଧ୍ୟ କରନ୍ତୁ, ବଟ୍ ମୁଁ କ'ଣ କରିବି, ଯିବି, ମୁଁ ଛାଡ଼ିପାରିବି ନାହିଁ। ଯେତେବେଳେ ଏସବୁ ଜିଦି କଲେ, ମୁଁ ଯିବା ପାଇଁ ମୁଁ ଛାଡ଼ିପାରିବି ନାହିଁ, ଏସବୁ ବିଷୟ କହିବା ଦ୍ୱାରା କ'ଣ କଲେ, ନିଜର ଯେଉଁ ଭାଇ ଥିଲେ ତାଙ୍କୁ ପୁରା ଏମିତି ମାଡ଼ ମାରିଲେ, ପୁରା ବିଚିତ୍ର ଭାବରେ ମାରିକି ଉଲ୍ଲଙ୍ଘ ଭାବରେ ଛାଡ଼ିଦେଲେ। ସେ ଝିଅ କ'ଣ କଲା, ଲଜ୍ଜାରେ ସେହି ବାଟ ଦେଇକି ପୁଣି କ'ଣ ସେ ଦୌଡ଼ିକି ଚର୍ଚ୍ଚ ଭିତରକୁ ପଳେଇଲେ, ଯେଉଁଟାକି ଆମର ଫାଦରମାନେ ରହୁଥିଲେ, ଯେଉଁଟାକି ଆମେମାନେ ଶିକ୍ଷକମାନେ ରହୁଛନ୍ତି, ସେଟା କ'ଣ କଲେ ଚାଲିଗଲେ। ଯଦି ଦୌଡ଼ିକି ଆସୁଥିଲେ, ସେଇ ବାଟରେ ଗୋଟିଏ ବଜାର ପଡ଼େ, ସେ ବାଟ ଦେଇକି ପୁରା କ'ଣ କଲେ ଦୌଡ଼ିକି ବାହାରି ଆସିଲେ। ଭାବନ୍ତୁ ଯେତେବେଳେ ସେହିପରି ଅବସ୍ଥାରେ ସେ ଲୋକମାନଙ୍କ ସମ୍ମୁଖରେ ଦୌଡ଼ିକି ଗଲା, ଅନ୍ୟ ଲୋକମାନେ କ'ଣ କରୁଥିବେ, ମୁଁ ଏ ପ୍ରକାର ଭାବରେ ଆସିଲି, କ'ଣ କିଏ ଦେଖି ଲଜ୍ଜାରେ କ'ଣ ଗୋଟେ ଆତ୍ମହତ୍ୟା କରିଦେବେ। ସେଇ ପରିସ୍ଥିତିରେ ସେ କ'ଣ କଲା, ମାସେ 2 ମାସ ସେଇ ଘର ଭିତରେ ରହିକରି ବାହାରକୁ ବାହାରିପାରିଲା। ଯେତେବେଳେ ଗୋଟେ ସମୟ ଆସିଲା, ଦିଦି କହିଲେ କ'ଣ ବୋଲି, ଆସନ୍ତୁ ଆମେ ବୁଲିକି ଯିବା, ବାହାରେ ବୁଲିକି ଆସିବା, ବଟ୍ ସେତେବେଳେ ଯେଉଁଟା ଦୌଡ଼ିକି ଆସିଥିଲା, ସେ ସମୟର ବିଷୟ ସେ କ'ଣ କରୁଥିଲା
ମନରେ ପୁରା ଧରି ପଡ଼ୁଥିଲା। ଏପଟେ ମୁଁ ଦୌଡ଼ିକି ଆସିଲେ ଲୋକମାନେ ମୋତେ ଦେଖିଦେଇଥିବେ ବୋଧେ, ଏସବୁ ବିଷୟ ସେ କ'ଣ କଲା ମନରେ ଭାବିଲା। କିନ୍ତୁ ଯେତେବେଳେ ସେ ତାକେ 2 ଜଣ ବୁଲିବା ପାଇଁ ଗଲେ, ସେଇ ସମୟରେ ଗୋଟିଏ ଲୋକ ଡାକି କହିଲେ, ତମେ ସେଇ ଝିଅ ନା ଏପଟେ ଦୌଡ଼ିକି ଯାଉଥିଲ? ଯେତେବେଳେ ସେଇ ସବୁ ବିଷୟ ଶୁଣିଲା, ସେ ଗୋଟେ ସଦମାରେ ପଡ଼ିଲା, ଇଏ କ'ଣ ଦେଖିଦେଇছে ନା କ'ଣ? ଯେତେବେଳେ ସେ ବ୍ୟକ୍ତିଟା କହିଲା, ଆପଣମାନେ ଛାନିଆ ହେଇଯିବେ, ତମେ ଯେଉଁ ସେଦିନ ତମେ ଦୌଡ଼ିକି ଯାଉଥିଲ ଆଉ ଯେଉଁ ପ୍ରକାର ତମେ ବସ୍ତ୍ର ପିନ୍ଧୁଥିଲ, ମୁଁ ଦୁନିଆରେ ପର୍ଯ୍ୟନ୍ତ ଦେଖିନାହିଁ। ଆମେନ୍। ଭାବନ୍ତୁ, ପ୍ରଭୁଙ୍କର ଯେଉଁ ସେବା କରୁଛନ୍ତି, ପ୍ରଭୁଙ୍କର ଯେଉଁମାନେ ମାନୁଛନ୍ତି, ପ୍ରଭୁଙ୍କୁ ଯେଉଁମାନେ ଆରାଧନା କରୁଛନ୍ତି, ବାକ୍ୟରେ ମୋତେ ଲେଖା ଅଛି, ମୋତେ କ'ଣ କର? ବସ୍ତ୍ର ରୂପେ ପରିଧାନ କର। ଭାବନ୍ତୁ, ସେହିପରି ଭାବରେ ଯେଉଁ ଝିଅ ଯାଉଥିଲା, ନିଜକୁ ଭାବୁଥିଲା ଯେ ମୁଁ ଉଲଙ୍ଗ ଭାବରେ ଅଛି, କିନ୍ତୁ ପ୍ରଭୁ କ'ଣ କରୁଥିଲେ? ତାଙ୍କର ଚାରିପାଖରେ ଥିଲେ, ତାଙ୍କର ବସ୍ତ୍ର ସ୍ୱରୂପ ହେଉଥିଲେ। ମାନେ ଏ ପ୍ରକାର ବସ୍ତ୍ର କି ଜଗତରେ ମଧ୍ୟ ନାହିଁ, ସେ ପ୍ରକାର ବସ୍ତ୍ର ସେ କ'ଣ ହେଲେ? ପ୍ରଭୁ ସ୍ୱରୂପ ହେଲେ। ଭାବନ୍ତୁ, ସେହିପରି ଭାବରେ ମଧ୍ୟ ଆମମାନଙ୍କର ଜ୍ଞାନ, ଆମମାନଙ୍କର ଯେତିକି ମଧ୍ୟ ଥାଉ ନା କାହିଁକି, ଯଦି ଆମେ ପ୍ରଭୁଙ୍କ ପାଖକୁ ଯାଉଛୁ, ପ୍ରଭୁ ଆମମାନଙ୍କର ପାଖରେ ଯଦି ଅଛନ୍ତି, এই ଜଗତର ବିଷୟ ନାହିଁ, ଏ ଜଗତର ଲୋକମାନେ କି ଦେଖିନାହାନ୍ତି, ଜାଣିନାହାନ୍ତି, ଏ ପ୍ରକାର ବିଷୟ ଆପଣମାନଙ୍କୁ ଦିଆଯିବ ବୋଲି ବାକ୍ୟରେ ଲେଖା ଅଛି ଆଦମ ଭାବରେ। କାରଣ এই ଆଖି ଯେତେବେଳେ କ'ଣ ଦେଖିନାହିଁ, ଏ ଯେଉଁଟା ଆପଣମାନେ ସ୍ପର୍ଶ କରିନାହିଁ, ମାନେ ଶୁଣି ମଧ୍ୟ ନାହିଁ, ଭାବି ମଧ୍ୟ ନାହିଁ, ଏପରି ବିଷୟ ଆପଣମାନଙ୍କୁ ପ୍ରଭୁ ଆପଣମାନଙ୍କୁ ଦେବେ ଯେତେବେଳେ କି ଆପଣମାନେ ପ୍ରଭୁଙ୍କ ପାଖକୁ ଯିବେ। ଲୋକମାନେ ଯେତେବେଳେ ଏପରି ବସ୍ତ୍ର ସେ ପିନ୍ଧିକି ଆସିଲେ, ଭାବନ୍ତୁ ଏପରି ବସ୍ତ୍ର ତୁମକୁ କିଏ ଦେବେ କି? ରାଷ୍ଟ୍ରପତି ଯେଉଁ ବସ୍ତ୍ର ପିନ୍ଧୁଛନ୍ତି, ସେ ପ୍ରକାର ଜାଗାରେ ଆପଣମାନେ ଯାଇକି ବସିବେ, ତାଙ୍କର ସମ୍ମୁଖକୁ ଆପଣମାନେ ଡକାଯିବେ, ଏପରି ବିଷୟ ଅଛି, ନିଶ୍ଚିତ ଭାବରେ ଅଛି। ଦେଖନ୍ତୁ, ଯେତେବେଳେ ଏସବୁ ବିଷୟ କ'ଣ କଲେ? ଯୋସେଫଙ୍କୁ ଡକାଇଲେ, ପୁଣି ଆଉ ଥରେ କ'ଣ କଲେ? ଅର୍ଥକୁ ସେ କ'ଣ ସ୍ୱପ୍ନର ଯେ ଦେଖିଥିଲେ ସେଟା କ'ଣ କଲେ? ଆଉ ଥରେ ପ୍ରକାଶ କଲେ। ସେତେବେଳେ ଯୋସେଫ ଉତ୍ତମ ଭାବରେ ସମସ୍ତ ବିଷୟ ପରା କହିଲେ। କହିବା ଦ୍ୱାରା ସେ ଫାରୋ ଯେଉଁ ବିଷୟ କହିଲେ, ଦ୍ୟାଟ୍ ଇଜ୍ ଦ ଇମ୍ପୋର୍ଟାଣ୍ଟ, ଭେରି ଇମ୍ପୋର୍ଟାଣ୍ଟ। ସେଇଟା ଗୋଟେ ପୁରା ମହତ୍ୱପୂର୍ଣ୍ଣ ଗୋଟେ ବିଷୟ ଅଟେ। ଦେଖନ୍ତୁ, ଲେଖା ଅଛି ସେଇ 41-49 ପଦରେ ଲେଖା ଅଛି, ତ ଯେତେବେଳେ ଯୋସେଫ ସବୁ ପ୍ରକାର ଅର୍ଥ ପ୍ରକାଶ କଲେ, ସେତେବେଳେ ଫାରୋ କହୁଛନ୍ତି, ତାପରେ ଫାରୋ ଯୋସେଫଙ୍କୁ କହିଲେ, କ'ଣ କହିଲେ? ପରମେଶ୍ୱର ତୁମକୁ ଏହି ସମସ୍ତ ଜଣାଇଅଛନ୍ତି, ଏଣୁ ତୁମ ପରି ବୁଦ୍ଧିମାନ ଓ ଜ୍ଞାନୀ କେହି ମଧ୍ୟ ନାହିଁ। ଆମେନ୍, ହାଲେଲୁୟା, ଥ୍ୟାଙ୍କ ୟୁ ଜିସସ୍। କାରଣ ଆପଣମାନେ ଯେକୌଣସି ମଧ୍ୟ ବିଷୟ କରନ୍ତୁ, ଯେତିକି ମଧ୍ୟ ପାଠ ପଢ଼ନ୍ତୁ, ଯେତିକି ମଧ୍ୟ ଜ୍ଞାନୀ ହୁଅନ୍ତୁ, ସାଇଣ୍ଟିଷ୍ଟ ଯେତିକି ମଧ୍ୟ ହେଇଯାଆନ୍ତୁ, ଯେତେବେଳେ ଆପଣ ପ୍ରଭୁଙ୍କ ବିଷୟ ଜାଣିବେ, ସେତେବେଳକୁ ଆପଣମାନେ ନର୍ମାଲ ବ୍ୟକ୍ତି ନଥିବେ। ଯେମିତି ଫାରୋ ଯୋସେଫଙ୍କୁ କହିଲେ, ଆପଣଙ୍କ ପରି ବୁଦ୍ଧିମାନ ପୁଣି ଜ୍ଞାନୀ କେହି ମଧ୍ୟ ଏହି ରାଜ୍ୟରେ, ଏହି ଜଗତରେ ନାହିଁ ବୋଲିଲେ। ଭାବନ୍ତୁ, ଯେଉଁ ଅସ୍ତ୍ରଜ୍ଞମାନେ ଥିଲେ, ଯେଉଁ ଶାସ୍ତ୍ରଜ୍ଞମାନେ ଥିଲେ, ସେମାନେ ବୁଦ୍ଧିମାନ ନଥିଲେ, ପାଠ ପଢ଼ୁନଥିଲେ, ଜାଣୁନଥିଲେ, କିନ୍ତୁ ତାଙ୍କଠାରୁ ମଧ୍ୟ ଯେ ବୁଦ୍ଧିମାନ, ଯେ ଜ୍ଞାନୀ ହେଉଛନ୍ତି, ଯେଉଁମାନେ ପ୍ରଭୁଙ୍କୁ ଜାଣନ୍ତି, ଯେଉଁମାନେ ପ୍ରଭୁଙ୍କର ବାକ୍ୟ ଶିଖନ୍ତି ଆଉ ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ଯେଉଁମାନେ ଚାଲନ୍ତି, ସେ ଇଜ୍ ଦ ୱାଇଜ୍ ମ୍ୟାନ୍। ହି ଇଜ୍ ଦ ୱାଇଜ୍ ମ୍ୟାନ୍। ଆପଣ ଝିଅ ହୁଅନ୍ତୁ, ପୁଅ ହୁଅନ୍ତୁ, ମୁଇଁ ଗୋଟେ ଲେଡ଼ିଜ୍, ମୁଁ ଗୋଟେ ଝିଅ, ମୋର ଦ୍ୱାରା କିଛି ମଧ୍ୟ ହୁଏ ନାହିଁ। ଆପଣମାନଙ୍କୁ ଗଲା ଭିଡ଼ିଓ ଯେଉଁଟା ମୁଁ ସର୍ଟ ଭିଡ଼ିଓ କରିଥିଲି, ଆପଣମାନଙ୍କୁ କହିଛନ୍ତି ଝିଅ ପିଲାମାନେ କ'ଣ କରିପାରିବେ? ପ୍ରଚାର କରିପାରିବେ। ଝିଅ ପିଲାମାନେ ମଧ୍ୟ ସମସ୍ତେ କରିପାରିବେ। ଗୋଟେ ଝିଅ ରାଣୀ ଗୋଟେ ହେଇକରି ସଲମାନଙ୍କର ବାକ୍ୟ ଶୁଣିବା ପାଇଁ ଏତେ ଦୂରରୁ ଆସୁଛନ୍ତି, ତ ଆପଣମାନେ କ'ଣ କରିପାରିବେନି? ସମସ୍ତ ବିଷୟ କରିପାରିବେ। ଜଗତରେ ଝିଅ ପୁଅ ଏହିପରି ବିଷୟ ମଧ୍ୟ କିଛି ମଧ୍ୟ ନାହିଁ। ତ ପ୍ରିୟ ଲୋକମାନେ, ଆପଣମାନେ ଗୋଟିଏ ବିଷୟ କହିବା ପାଇଁ ଚାହେଁ, ଯେଉଁ ଲୋକମାନେ ପାଠ ପଢ଼ୁଛନ୍ତି, ଯେଉଁମାନେ ଶିକ୍ଷା ଗ୍ରହଣ କରୁଛନ୍ତି, ମୋ କହିବାର ମାନେ ନୁହେଁ ଯେ ଆପଣମାନେ ଜ୍ଞାନ ତମେ ସଂଗ୍ରହ କର ନା, ଜ୍ଞାନ ସଂଗ୍ରହ ତ ସଙ୍ଗେ ସଙ୍ଗେ କ'ଣ କରନ୍ତୁ? ପ୍ରଭୁଙ୍କର ବାକ୍ୟ ମଧ୍ୟ ଶୁଣନ୍ତୁ, ପ୍ରଭୁଙ୍କର ବାକ୍ୟକୁ ଆପଣମାନେ ପ୍ରଭୁଙ୍କର ଜ୍ଞାନ ଯେପରି ସଂଗ୍ରହ କରନ୍ତୁ, ଏହା ମୋର କହିବାର ଉଦ୍ଦେଶ୍ୟ। କାରଣ ଆମେମାନେ ଜ୍ଞାନ ଖାଲି ପଢ଼ୁଛୁ, ଆମେମାନେ ଏ ଜଗତରେ ଜ୍ଞାନ ଖାଲି ଆମେ ସଂଗ୍ରହ କରିଦେଉଛୁ, ନିଜକୁ ଜ୍ଞାନୀ ବୋଲି ଭାବି ଦେଉଛୁ, ନିଜକୁ ସବୁ କିଛି ବୋଲି ଭାବି ଦେଉଛୁ, ବଟ୍ ପ୍ରକୃତ ଜ୍ଞାନ ଯେଉଁଟା ଆମେମାନେ ସେଇଟା ଆମେ କେବେ ମଧ୍ୟ ଗ୍ରହଣ କରୁନାହିଁ। ସେଥିପାଇଁ ଆମେ ସବୁବେଳେ ପଛରେ ରହୁଛୁ, ପଛରେ ରହିଯାଉଛୁ। ଆପଣମାନେ ଗୋଟିଏ ବିଷୟ କହିବା ପାଇଁ ଚାହେଁ, ଯେପରି ଯୋସେଫ କୋଉଠିରେ କେମିତି ଶିକ୍ଷା ଗ୍ରହଣ କରିବା ପାଇଁ ଯାଇଥିଲେ, କେଉଁଠି ପାଠ ପଢ଼ିବା ପାଇଁ ଯାଇଥିଲେ, ଏଇଟା ତ ଲେଖାଯାଏ ନାହିଁ। ଆପଣମାନେ ଜାଣିପାରୁଥିବେ ସେଇ ସମୟରେ କେଉଁ ଜାଗାରେ ପାଠ ପଢ଼ୁଥିଲା, ପାଠ ପଢ଼ା ଯାଉଥିଲା ସେ ସମୟରେ, କେଉଁଠି ମଧ୍ୟ ନାହିଁ।
ଭାବନ୍ତୁ ପ୍ରଭୁ ଯଦି ପଢ଼ି ନାହାନ୍ତି ଶିକ୍ଷା ମଧ୍ୟ ଦେଇଥାନ୍ତି ଉତ୍ତମ ଭାବରେ ଦେଇ ଜାଣୁଛନ୍ତି, ତ ଆପଣମାନେ ତ ପଢ଼ୁଛନ୍ତି ସବୁକିଛି କରୁଛନ୍ତି, କିନ୍ତୁ ଆପଣମାନେ ଶିକ୍ଷା ଯଦି ଆପଣ ଜ୍ଞାନ ଯଦି ମାଗିବେ ବୋଲି କହିଲୁ ପ୍ରଭୁ କେତେ ନା ଦେବେ। ବାକ୍ୟ ଉତ୍ତମ ଭାବରେ ଲେଖା ଅଛି, ଜାଗତିକ ପିତାମାନେ ମାଛ ମାଗନ୍ତୁ ଆପଣମାନଙ୍କୁ ସାପ ଦେବେନି, ରୁଟି ମାଗନ୍ତୁ ଆପଣମାନଙ୍କୁ ପଥର ଦେବେନି। ଏ ଜାଗତିକ ପିତା ଯଦି ଏ ସମସ୍ତ ବିଷୟ କରିପାରନ୍ତି, ଯିଏକି ସର୍ବଶକ୍ତିମାନ ପରମେଶ୍ୱର ପୃଥିବୀ ଓ ଆକାଶ ନିର୍ମାଣ କରି ଆପଣଙ୍କର ପିତା ଅଛନ୍ତି, ମୋର ପିତା ଅଛନ୍ତି, ତାହାଙ୍କୁ ଯଦି ଆପଣମାନେ ମାଗିବେ କେତେ ନା କେତେ ଆପଣମାନଙ୍କୁ ଦେବେ। ତ ପ୍ରିୟ ଲୋକମାନେ, ଆପଣମାନଙ୍କୁ ମୁଁ ଏହା କହିବା ପାଇଁ ଚାହେଁ ଯେଉଁମାନେ କି ଜାଗତିକ ଜ୍ଞାନ ହେଉ ବା ଯେକୌଣସି ଜ୍ଞାନ ମଧ୍ୟ ଆପଣମାନେ ସଂଗ୍ରହ କରିଛନ୍ତି, ତା ସଙ୍ଗେ ସଙ୍ଗେ ପ୍ରଭୁଙ୍କର ଜ୍ଞାନ ମଧ୍ୟ ଆପଣମାନେ ସଂଗ୍ରହ କରନ୍ତୁ। ପ୍ରଭୁଙ୍କର ବାକ୍ୟ ଆପଣମାନେ ଶିଖନ୍ତୁ ଓ ପ୍ରଭୁଙ୍କର ବାକ୍ୟ ଜାଣିକି ଆପଣମାନେ ଲୋକମାନଙ୍କ ସମ୍ମୁଖରେ ମଧ୍ୟ ପ୍ରକାଶ କରନ୍ତୁ। ଆପଣମାନେ ଛୋଟ ହୁଅନ୍ତୁ ବଡ଼ ହୁଅନ୍ତୁ ଯେତିକି ମଧ୍ୟ ହୁଅନ୍ତୁ, ପ୍ରଭୁ ଆପଣମାନଙ୍କ ହାଇଟ୍ ଦେଖିନାହାନ୍ତି, ଆପଣମାନଙ୍କ ଏଜ୍ ଦେଖିନାହାନ୍ତି, କି ଆପଣମାନେ ଏଜ୍ ଅନୁସାରେ ଆପଣମାନେ କ'ଣ କରିଦିଅନ୍ତୁ ଯାଇକି ପ୍ରଚାର କରନ୍ତୁ, ଆପଣ ଡିଗ୍ରୀ ଅନୁସାରେ ଆପଣମାନେ ପ୍ରଚାର କରନ୍ତୁ। ଏଇଟା କିଛି ମଧ୍ୟ ନୁହେଁ। ଆପଣମାନେ ପାଇଲ ପ୍ରଚାର କର, କିଏ ନଥିଲେ ମଧ୍ୟ ପ୍ରଚାର କର। ଯେସାଇ ଭବିଷ୍ୟତ ଭକ୍ତ ଯେମିତି ପ୍ରଚାର କରୁଥିଲେ, କେଉଁଠି ଯାଇକରି ମଶାଣି ଯାଇକରି, ସେହିପରି ଭାବରେ ଆପଣମାନେ ମଧ୍ୟ କ'ଣ କରନ୍ତୁ, ପ୍ରଚାର କରନ୍ତୁ। ନଥିଲେ ପ୍ରଚାର କରନ୍ତୁ, ଅଭ୍ୟାସ ହୁଅନ୍ତୁ, ପ୍ରଭୁଙ୍କର ଜ୍ଞାନ ଆପଣମାନେ ସଂଗ୍ରହ କରନ୍ତୁ, ଯେପରି ଜଗତ ଜ୍ଞାନ ଠାରୁ ଯେପରି ସେଟା ଆପଣମାନେ କ'ଣ ହେଇପାରିବେ, ବୃଦ୍ଧି ହେଇପାରିବେ। ତ ପ୍ରିୟ ଲୋକମାନେ, ମୁଁ ଏହା କହିକି ମୁଁ ସମାପ୍ତ କରିବି। ପ୍ରଭୁ ଆପଣମାନଙ୍କୁ ଉତ୍ତମ ଜ୍ଞାନ ଦିଅନ୍ତୁ ଓ ଉତ୍ତମ ଶିକ୍ଷା ଦିଅନ୍ତୁ, ଉତ୍ତମ ବୁଦ୍ଧି ଦିଅନ୍ତୁ, ପ୍ରଭୁଙ୍କ ଠାରୁ ଯେପରି ପଢ଼ିପାରିବେ। ପୁଣି ମନେ ମୋତେ ପ୍ରାର୍ଥନା କରନ୍ତୁ, ମୁଁ ମଧ୍ୟ ଯେପରି ପ୍ରଭୁଙ୍କ ଠାରେ ପଢ଼ିପାରିବି ଆଉ ପ୍ରଭୁଙ୍କର ଅନୁଗାମୀ ଯେପରି ହେଇପାରିବି, ଆଉ ପ୍ରଭୁଙ୍କୁ ଯେପରି ଶିକ୍ଷା ଦେଇଛନ୍ତି ଆମେମାନେ ସେପରି ଶିକ୍ଷା ଅନୁଯାୟୀ ନିଜର ଜୀବନ ଯେପରି ଯାପନ କରିପାରିବୁ। ଜୀବନରେ ଅନେକ ପ୍ରକାର ସମସ୍ୟା ଦୁଃଖ ଆସେ, ବଟ୍ ତାହାକୁ ଆଭଏଡ଼ କରି ଆଗକୁ ଯେପରି ବଢ଼ିପାରିବି, ପ୍ରଭୁଙ୍କ ଠାରେ ଯେପରି ନିର୍ଭର କରି ମୁଁ ଚାଲିପାରିବି ଓ ଧୈର୍ଯ୍ୟ ସହକାରେ ଯେପରି ପଢ଼ିପାରିବି, ଏଥିପାଇଁ ମଧ୍ୟ ନିଜର ବ୍ୟକ୍ତିଗତ ପ୍ରାର୍ଥନାରେ ମଧ୍ୟ କ'ଣ କରନ୍ତୁ, ଟିକେ ମନେ ପକାଇକି ପ୍ରାର୍ଥନା କରନ୍ତୁ। ଏ ଛୋଟିଆ ବାକ୍ୟରେ ଆପଣଙ୍କୁ ମଧ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।